ଆଚ୍ଛା, ଆଜିର ଏହି ବିଶେଷ ଆଲୋଚନାକୁ ସିଧାସଳଖ ଆରମ୍ଭ କରିବା। ଆମେ ବିଷ୍ଣୁଙ୍କର ଷଷ୍ଠ ଅବତାର ତଥା ବ୍ରହ୍ମାଣ୍ଡର ସନ୍ତୁଳନ ରକ୍ଷାକର୍ତ୍ତା ପରଶୁରାମଙ୍କର ଅତ୍ୟନ୍ତ ରୋମାଞ୍ଚକର ଯାତ୍ରା ଉପରେ ନଜର ପକାଇବା। ତାଙ୍କର କାହାଣୀ କେବଳ ଏକ ପୌରାଣିକ ଘଟଣା ନୁହେଁ, ବରଂ ଧର୍ମ ଏବଂ ନ୍ୟାୟ ପ୍ରତିଷ୍ଠାର ଏକ ଅଦ୍ଭୁତ ଉଦାହରଣ। ଏହି ଯାତ୍ରାର ସବୁଠାରୁ ଚମତ୍କାର ଦିଗଟି ହେଉଛି ଏକ ବିରାଟ ବିରୋଧାଭାସ। ଟିକେ ଭାବି ଦେଖନ୍ତୁ, ଏକାଧାରାରେ ଜଣେ ଶାନ୍ତ ଋଷିଙ୍କର ଅମାପ ଜ୍ଞାନ ଓ ଅସୀମ ଧୈର୍ଯ୍ୟ, ଏବଂ ତା ସହିତ ଜଣେ ଭୟଙ୍କର ଯୋଦ୍ଧାର ଅଦମ୍ୟ ସାହସ ଓ ଆକ୍ରମଣାତ୍ମକ ପ୍ରବୃତ୍ତି। ବାସ୍ତବରେ ଏହି ଅଦ୍ଭୁତ ଦ୍ୱୈତ ସ୍ୱଭାବ ହିଁ ତାଙ୍କୁ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର କରିଥାଏ। ଆଜିର ଆଲୋଚନାରେ ଆମେ ମୁଖ୍ୟତଃ 5ଟି ବିଷୟ ଦେଖିବା: ସନ୍ତୁଳନର ଅବତାର, ଦିବ୍ୟ ପରଶୁ ଧାରଣ, ପଶ୍ଚିମ ଉପକୂଳର ସୃଷ୍ଟି, ମହାକାବ୍ୟର ନାୟକମାନଙ୍କର ଗୁରୁ ଏବଂ ଶେଷରେ ତାଙ୍କର ଏକ ଅମର ଐତିହ୍ୟ। ପ୍ରଥମ ଭାଗ, ସନ୍ତୁଳନର ଅବତାର। ଏହି ଦ୍ୱୈତ ସ୍ୱଭାବର ଷଷ୍ଠ ଅବତାରଙ୍କ ଉତ୍ପତ୍ତି ବିଷୟରେ ଜାଣିବା। ଆଚ୍ଛା, ଏବେ ଉତ୍ପତ୍ତି କଥା ବିଚାରକୁ ନେଲେ ଆମେ ଯଦି ବିଭିନ୍ନ ପବିତ୍ର ଗ୍ରନ୍ଥରେ ଥିବା ବର୍ଣ୍ଣନା ଉପରେ ନଜର ପକାଇବା, ତେବେ ଗୋଟିଏ କଥା ସ୍ପଷ୍ଟ ହୁଏ। ଦେବୀ ଭାଗବତ ପୁରାଣ ହେଉ କିମ୍ବା ବିଷ୍ଣୁ ପୁରାଣ ଓ ବାୟୁ ପୁରାଣ, ସବୁଠି ଦର୍ଶାଯାଇଛି ଯେ ଜନ୍ମ ସମୟରୁ ହିଁ ତାଙ୍କଠାରେ ଯୋଦ୍ଧା ଏବଂ ଋଷିଗୁଣର ଏକତ୍ରୀକରଣ ହୋଇଥିଲା। ଯଜ୍ଞାହୁତିରୁ ଜନ୍ମ ନେବା କାରଣରୁ ତାଙ୍କ ମଧ୍ୟରେ ଉଭୟ ବ୍ରାହ୍ମଣ ଏବଂ କ୍ଷତ୍ରିୟ ଗୁଣ ଦେଖିବାକୁ ମିଳିଥିଲା। ଏହି ମିଶ୍ରଣ ତାଙ୍କ ଭବିଷ୍ୟତର ମହାନ କର୍ତ୍ତବ୍ୟ ପାଇଁ ନିହାତି ଜରୁରୀ ଥିଲା। ଦଶାବତାର ପରମ୍ପରାରେ ଷଷ୍ଠ ଅବତାର ଭାବରେ ତାଙ୍କର ଲକ୍ଷ୍ୟ ଅତ୍ୟନ୍ତ ସ୍ପଷ୍ଟ ଥିଲା। ଯେତେବେଳେ ବିଶ୍ୱର ସନ୍ତୁଳନ ବିଗିଡ଼ିଗଲା, ଅହଙ୍କାରୀ ଏବଂ ଅତ୍ୟାଚାରୀ ଶାସକମାନଙ୍କ କବଳରୁ ପୃଥିବୀକୁ ମୁକ୍ତ କରିବା ପାଇଁ ଏହି ଅବତାରର ଆବଶ୍ୟକତା ପଡ଼ିଲା। ସତରେ ଏହା ଥିଲା ଧର୍ମ ପ୍ରତିଷ୍ଠାର ଏକ ନିର୍ଣ୍ଣାୟକ ସମୟ। ଦ୍ୱିତୀୟ ଭାଗ, ଦିବ୍ୟ ପରଶୁଧାରଣ ଏବଂ ପୃଥିବୀକୁ ପାପମୁକ୍ତ କରିଥିବା ସେହି ପ୍ରଚଣ୍ଡ କ୍ରୋଧ। ଏହି ମହାବିନାଶର ମୂଳ କାରଣ ଥିଲା ଅତ୍ୟନ୍ତ ହୃଦୟ ବିଦାରକ। ଆମେ ଦେଖିବା ଯେ ରାଜା ସହସ୍ରବାହୁ ପବିତ୍ର ସ୍ୱର୍ଗୀୟ ଗାଈ ସୁରଭିକୁ ଚୋରି କରିବା ଏବଂ ପିତା ଋଷି ଯମଦଗ୍ନିଙ୍କ ନିର୍ମମ ହତ୍ୟା ପରଶୁରାମଙ୍କ ଭିତରେ ଥିବା କ୍ଷତ୍ରିୟ କ୍ରୋଧକୁ ସମ୍ପୂର୍ଣ୍ଣ ରୂପେ ଜାଗ୍ରତ କରିଥିଲା। ଏହା ହିଁ ଏକ ବିରାଟ ବ୍ରହ୍ମାଣ୍ଡିକ ଶୁଦ୍ଧିକରଣର ମୁଖ୍ୟ କାରଣ ପାଲଟିଲା। 21 ଥର, ହଁ, ଗ୍ରନ୍ଥଗୁଡ଼ିକ ଅନୁଯାୟୀ ବ୍ରହ୍ମାଣ୍ଡରେ ନୈତିକ ସନ୍ତୁଳନ ଆଣିବା ପାଇଁ ସେ କ୍ଷମତାର ଅପବ୍ୟବହାର କରୁଥିବା ଭ୍ରଷ୍ଟ ରାଜବଂଶଗୁଡ଼ିକୁ ଠିକ୍ 21 ଥର ବିନାଶ କରିଥିଲେ। ତାଙ୍କ ହାତରେ ଥିବା ଦିବ୍ୟ ପରଶୁ ଅହଙ୍କାର ଏବଂ ପାପର ବିନାଶର ସବୁଠାରୁ ବଡ଼ ପ୍ରତୀକ ପାଲଟି ଯାଇଥିଲା। ପଦ୍ମ ପୁରାଣର ଏହି ବର୍ଣ୍ଣନା ଆଡ଼କୁ ଟିକେ ଧ୍ୟାନ ଦେବା। ପରାକ୍ରମୀ ରାମ ସମଗ୍ର ପୃଥିବୀକୁ କ୍ଷତ୍ରିୟମାନଙ୍କଠାରୁ ମୁକ୍ତ କରିଥିଲେ। ଏହା ଦର୍ଶାଏ ଯେ ନୈତିକତାରୁ ବିଚ୍ୟୁତ ହୋଇଥିବା ରାଜାମାନଙ୍କ ବିପକ୍ଷରେ ତାଙ୍କର ଅଭିଯାନ କେତେ ଭୟଙ୍କର ଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଏତେ କ୍ରୋଧ ମଧ୍ୟରେ ବି ସେ ନିଜ ମାକାଙ୍କ ଆଦେଶ ପାଳନ କରି ଧାର୍ମିକ ଇକ୍ଷ୍ୱାକୁ ବଂଶକୁ ରକ୍ଷା କରିଥିଲେ। ଏଥିରୁ ତାଙ୍କର ସଂଯମତାର ପ୍ରମାଣ ମିଳେ। ଏହି ଭୟଙ୍କର ରକ୍ତପାତ ପରେ ତାଙ୍କ ଭିତରର ଋଷି ସ୍ୱଭାବ ପୁଣି ଜାଗ୍ରତ ହେଲା। ଶାନ୍ତି ଏବଂ ଶୁଦ୍ଧତା ସନ୍ଧାନରେ ସେ କର୍ଣ୍ଣାଟକର ତୀର୍ଥହଲ୍ଲୀ ନିକଟରେ ବହୁଥିବା ପବିତ୍ର ତୁଙ୍ଗା ନଦୀରେ ନିଜର ରକ୍ତାକ୍ତ ପରଶୁକୁ ଧୋଇଥିଲେ ଏବଂ ସେଠାରେ ରାମେଶ୍ୱର ମନ୍ଦିର ପ୍ରତିଷ୍ଠା କରିଥିଲେ। କିପରି ପ୍ରାଚୀନ ମହାକାବ୍ୟ ଆମର ବାସ୍ତବ ଭୂଗୋଳ ସହ ଯୋଡ଼ି ହୋଇଯାଏ, ଏହା ତାର ଏକ ଜ୍ୱଳନ୍ତ ଉଦାହରଣ। ତୃତୀୟ ଭାଗ, ପଶ୍ଚିମ ଉପକୂଳର ସୃଷ୍ଟି। ଏବେ ସେ ଜଣେ ବିନାଶକାରୀରୁ ସୃଷ୍ଟିକର୍ତ୍ତା ସାଜିବେ। ଏହି ଭୌଗୋଳିକ ସୃଷ୍ଟି ପ୍ରକ୍ରିୟାଟି ଖୁବ୍ ଚମତ୍କାର। କେରଳୋତ୍ପତ୍ତି ଏବଂ ଅନ୍ୟାନ୍ୟ ପ୍ରାଚୀନ ଗ୍ରନ୍ଥରେ ଉଲ୍ଲେଖ ଅଛି ଯେ ସେ ନିଜର ପରଶୁକୁ ସିଧା ଆରବ ସାଗର ମଧ୍ୟକୁ ଫିଙ୍ଗିଦେଲେ, ଆଉ ଫଳସ୍ୱରୂପ ଗୋକର୍ଣ୍ଣଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସମୁଦ୍ର ଜଳ ପଛକୁ ଘୁଞ୍ଚିଗଲା। ଖାଲି ସେତିକି ନୁହେଁ, ସେହି ଲୁଣିଆ ମାଟିକୁ ଉର୍ବର କରିବା ପାଇଁ ସେ ନାଗରାଜା ବାସୁକୀଙ୍କ ମଧ୍ୟ ଆବାହନ କରିଥିଲେ। ଏହିପରି ଭାବେ ବିନାଶ ପରେ ସୃଷ୍ଟିର ଏକ ନୂଆ ଅଧ୍ୟାୟ ଆରମ୍ଭ ହେଲା। ନିଜ ଅନୁଗାମୀମାନଙ୍କ ପାଇଁ ନିର୍ମିତ ଏହି ସୁରକ୍ଷିତ ତଥା ଉର୍ବର ଆଶ୍ରୟସ୍ଥଳୀ, ଯାହା ସମୁଦ୍ରଗର୍ଭରୁ ଉଦ୍ଧାର ହୋଇଥିଲା, ତାହା ଆଜି ବି ପରଶୁରାମ କ୍ଷେତ୍ର ନାମରେ ସୁପରିଚିତ। ଚତୁର୍ଥ ଭାଗ, ମହାକାବ୍ୟର ନାୟକମାନଙ୍କର ଗୁରୁ, ବିଶେଷ କରି ମହାଭାରତରେ ତାଙ୍କର ଭୂମିକା। ମହାଭାରତ କଥା ଉଠିଲେ ତାଙ୍କର ଏକ ଭିନ୍ନ ରୂପ ସାମ୍ନାକୁ ଆସେ, ଏକ କଠୋର ତଥା ଜଟିଳ ମାର୍ଗଦର୍ଶକର ରୂପ। ଆମେ ଦେଖିପାରିବା ଯେ ଭୀଷ୍ମ, ଦ୍ରୋଣ ଏବଂ କର୍ଣ୍ଣଙ୍କ ପରି ମହାନ ଯୋଦ୍ଧାମାନଙ୍କୁ ସେ ଅସ୍ତ୍ରବିଦ୍ୟା ଶିକ୍ଷା ଦେଇଥିଲେ। ହେଲେ ଏହି ସମ୍ପର୍କଗୁଡ଼ିକ ସବୁବେଳେ ସହଜ ନଥିଲା। ଏହା ବେଳେବେଳେ ଭୟଙ୍କର ଯୁଦ୍ଧ କିମ୍ବା କର୍ଣ୍ଣଙ୍କ କ୍ଷେତ୍ରରେ ଏକ ଦୁଃଖଦ ଅଭିଶାପରେ ପରିଣତ ହୋଇଥିଲା।
ବିଭିନ୍ନ ପୌରାଣିକ ଯୁଗରେ ତାଙ୍କର ନିରନ୍ତର ଉପସ୍ଥିତି ବାସ୍ତବରେ ଆଶ୍ଚର୍ଯ୍ୟଜନକ। ତୃତୀୟା ଯୁଗରେ ପ୍ରଭୁ ରାମଙ୍କ ସହ ସାମ୍ନାସାମ୍ନି ହେବା, ଦ୍ୱାପର ଯୁଗରେ ଭୀଷ୍ମ ଓ କର୍ଣ୍ଣଙ୍କୁ ମାର୍ଗଦର୍ଶନ ଦେବା ଏବଂ କଳି ଯୁଗରେ ଅନ୍ତିମ ଅବତାର କଲ୍କିଙ୍କ ଗୁରୁ ଭାବରେ ଉଭା ହେବା ପାଇଁ ପ୍ରସ୍ତୁତ ରହିବା, ଏହା ପ୍ରମାଣ କରେ ଯେ ସେ ହେଉଛନ୍ତି ଜଣେ ଚିରଞ୍ଜୀବୀ। ନ୍ୟାୟ ପ୍ରତି ତାଙ୍କର ପ୍ରତିବଦ୍ଧତା କେତେ ଦୃଢ଼ ଥିଲା, ତାହା ଏହି ଗୋଟିଏ ଘଟଣାର ଜଣାପଡ଼େ। ରାଜକୁମାରୀ ଅମ୍ବାଙ୍କୁ ନ୍ୟାୟ ଦେବା ପାଇଁ ସେ ନିଜର ସବୁଠାରୁ ପ୍ରିୟ ତଥା ନିଷ୍ଠାପର ଶିଷ୍ୟ ଭୀଷ୍ମଙ୍କ ବିରୁଦ୍ଧରେ ମଧ୍ୟ ଅସ୍ତ୍ର ଉଠାଇଥିଲେ। ଲଗାତାର 23 ଦିନ ଧରି ଚାଲିଥିବା ଏହି ଭୟଙ୍କର ଯୁଦ୍ଧରେ କେହି ବି ବିଜୟୀ ହୋଇନଥିଲେ। ବ୍ୟକ୍ତିଗତ ସ୍ନେହ ଅପେକ୍ଷା ନ୍ୟାୟପୂର୍ଣ୍ଣ କର୍ତ୍ତବ୍ୟ ତାଙ୍କ ପାଇଁ ସର୍ବୋପରି ଥିଲା। ଏବେ ମନରେ ଏକ ସ୍ୱାଭାବିକ ପ୍ରଶ୍ନ ଉଠେ, ବ୍ରହ୍ମାଣ୍ଡର ସନ୍ତୁଳନ ରକ୍ଷା କରିବାକୁ ଯାଇ ପୃଥିବୀକୁ ରକ୍ତରଞ୍ଜିତ କରିଥିବା ଜଣେ ଭୟଙ୍କର ଯୋଦ୍ଧା ଶେଷରେ କିପରି ଚିରନ୍ତନ ଶାନ୍ତି ପାଆନ୍ତି? ଆସନ୍ତୁ ଏହି ଅନ୍ତିମ ପର୍ଯ୍ୟାୟକୁ ବୁଝିବା। ପଞ୍ଚମ ଭାଗ ଏକ ଅମର ଐତିହ୍ୟ। ପର୍ବତ ଶିଖରରେ ଚିରନ୍ତନ ନିରୀକ୍ଷକ ଭାବରେ ପରଶୁରାମ। ପୂର୍ବରୁ କୁହାଯାଇଥିବା ଭଳି ସେ ହେଉଛନ୍ତି ଜଣେ ଚିରଞ୍ଜୀବୀ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେ ବିଷ୍ଣୁଙ୍କର ଏକମାତ୍ର ଅବତାର ଯିଏ ନିଜ କାର୍ଯ୍ୟ ସମାପ୍ତା ପରେ ବୈକୁଣ୍ଠକୁ ଫେରି ନାହାନ୍ତି, ବରଂ ବର୍ତ୍ତମାନର ଯୁଗ ଶେଷ ନ ହେବା ପର୍ଯ୍ୟନ୍ତ ନିରନ୍ତର ଭାବରେ ପୃଥିବୀରେ ରହିବାକୁ ପସନ୍ଦ କରିଛନ୍ତି। ଆଜି ମଧ୍ୟ ଆମେ ତାଙ୍କର ଉପସ୍ଥିତିକୁ ଅନୁଭବ କରିପାରିବା। ଉଡୁପିର ଅନନ୍ତେଶ୍ୱର ମନ୍ଦିରଠାରୁ ଆରମ୍ଭ କରି ମହାରାଷ୍ଟ୍ରର ମାହୁରଗଡ଼ ଶକ୍ତିପୀଠ ଏବଂ ଅରୁଣାଚଳ ପ୍ରଦେଶର ପବିତ୍ର ପରଶୁରାମ କୁଣ୍ଡ ପର୍ଯ୍ୟନ୍ତ ଏହି ସବୁ ସ୍ଥାନ ବାସ୍ତବ ଦୁନିଆରେ ତାଙ୍କର ମହାନ ଯାତ୍ରାର ସାକ୍ଷୀ। ଗୋଆ ଏବଂ କେରଳର ଅନେକ ମନ୍ଦିର ଲକ୍ଷ ଲକ୍ଷ ଲୋକଙ୍କୁ ତାଙ୍କର ଐତିହ୍ୟ ସହ ଯୋଡ଼ି ରଖିଛି। ତାଙ୍କର ପ୍ରତିମା ଗଠନଶୈଳୀ ମଧ୍ୟ ଖୁବ୍ ରୋଚକ। ବିଷ୍ଣୁ ଧର୍ମୋତ୍ତର ପୁରାଣ ଏବଂ ଅଗ୍ନିପୁରାଣ ଭଳି ଗ୍ରନ୍ଥରେ ବର୍ଣ୍ଣନା ଅନୁଯାୟୀ କେଉଁଠି ସେ ବିଭିନ୍ନ ଅସ୍ତ୍ରଶସ୍ତ୍ର ଧାରଣ କରିଥିବା ଜଣେ ଉଗ୍ରଯୋଦ୍ଧା, ତ ପୁଣି କେଉଁଠି 2 ହାତ ବିଶିଷ୍ଟ ଜଣେ ଶାନ୍ତ ଋଷି ରୂପରେ ପୂଜା ପାଆନ୍ତି। ଏହା ଠିକ୍ ସେହି ଦ୍ୱୈତ ସ୍ୱଭାବକୁ ଦର୍ଶାଏ ଯାହା ଆମେ ଆରମ୍ଭରୁ ଆଲୋଚନା କରିଥିଲୁ। ବର୍ତ୍ତମାନ ନିଜର ହିଂସାତ୍ମକ ଅତୀତକୁ ପଛରେ ପକାଇ ସେ ମହେନ୍ଦ୍ର ପର୍ବତରେ ସମ୍ପୂର୍ଣ୍ଣ ରୂପେ ଏକ ଶାନ୍ତିପୂର୍ଣ୍ଣ ଏବଂ ଧ୍ୟାନମଗ୍ନ ଜୀବନ ବିତାଉଛନ୍ତି। ସେଠାରେ ସେ ବିଷ୍ଣୁଙ୍କର ଅନ୍ତିମ ଅବତାର କଲ୍କିଙ୍କ ଆଗମନକୁ ଧୈର୍ଯ୍ୟର ସହ ଅପେକ୍ଷା କରୁଛନ୍ତି, ଯାହାଙ୍କୁ ସେ ପୃଥିବୀକୁ ରକ୍ଷା କରିବା ପାଇଁ ଆବଶ୍ୟକ ସାମରିକ ବିଦ୍ୟା ଶିକ୍ଷା ଦେବେ। ଏବେ ଶେଷରେ ଗୋଟିଏ କଥା ଚିନ୍ତା କରିବା ବିଷୟ। ଯଦି ସେହି ପ୍ରାଚୀନ କାଳରେ ବ୍ରହ୍ମାଣ୍ଡର ବ୍ୟବସ୍ଥାକୁ ପୁନଃସ୍ଥାପିତ କରିବା ପାଇଁ ଏକ ପରଶୁର ଭୟଙ୍କର ପ୍ରହାର ଏବଂ ଜଣେ ଋଷିଙ୍କର ଶାନ୍ତ ଧୈର୍ଯ୍ୟ ଉଭୟର ଆବଶ୍ୟକତା ଥିଲା, ତେବେ ଆଜିର ଏହି ଜଟିଳ ଦୁନିଆରେ ସନ୍ତୁଳନ ବଜାୟ ରଖିବା ପାଇଁ ପ୍ରକୃତରେ କେଉଁ ଶକ୍ତିଗୁଡ଼ିକର ଆବଶ୍ୟକତା ରହିଛି? ନ୍ୟାୟ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ପରଶୁରାମଙ୍କର ସେହି ଦ୍ୱୈତ ସ୍ୱଭାବ ଆଜି ବି ଆମ ସମାଜ ପାଇଁ ଏକ ବଡ଼ ପ୍ରଶ୍ନବାଚୀ। ଆଜିର ଏହି ଆଲୋଚନାରେ ଏତିକି।